ପ୍ରିୟ ଆତ୍ମନ୍, ବିହାର ପ୍ରଦେଶର ହାଜାରିବାଗରେ ଥିବା ଶ୍ରୀ ରାମ ପ୍ରତାପ ମୁନି ଲିଖିତ ଆକାରରେ ସଦ୍ଗୁରୁଦେବଙ୍କୁ ପ୍ରଶ୍ନ କଲେ। ତାଙ୍କ ପ୍ରଶ୍ନ ଥିଲା, ଆମ୍ଭର ଆତ୍ମବଳ ବଢ଼ୁଛି ନା ନାହିଁ, ଏହା କେମିତି ଜାଣିବା? ସଦ୍ଗୁରୁଦେବ, ନିର୍ବଳ ହିଁ ସବୁବେଳେ ନିଜର ସହାୟକ ଖୋଜେ, ନିର୍ଧନ ହିଁ ଋଣ ପାଇବାକୁ ଖୋଜି ବୁଲେ। ଦୟାଳୁ ବା ଯେଉଁମାନେ ନିର୍ଭୀକ ନୁହନ୍ତି, ସେହିମାନେ ସାଥିରେ ରକ୍ଷକ ନେଇ ଚାଲନ୍ତି। ଅତ୍ୟନ୍ତ ନିର୍ଭୀକ ପାଇଁ ସହାୟକ ବା ରକ୍ଷକର ଆବଶ୍ୟକତା ନଥାଏ। ଭୟ ହିଁ ନିଜକୁ ଦାସ କରିଦେଇଛି ଏବଂ ପ୍ରଭୁର ସୃଷ୍ଟି କରିଛି। ଭୟ ହିଁ ନିଜକୁ ଦାସ କରିଦେଇଛି ଓ ଦେବୀ ଦେବତା ତଥା ଈଶ୍ୱରର ସୃଷ୍ଟି କରିଛି। ସ୍ୱାବଲମ୍ବନ ଭାବର ଅଭାବ ଯୋଗୁଁ, ଏ ହୃଦୟରେ ଭୟ ଥିବା ଯୋଗୁଁ ଆମର ରକ୍ଷା କିଏ କରିବ ବୋଲି ମନରେ ପ୍ରଶ୍ନ ଆସୁଛି। ତେଣୁ ଏହି ଭାବର ମନୁଷ୍ୟ ଓ ଏହି ଭୟଭୀତ ହୃଦୟ ହିଁ ଈଶ୍ୱର ସୃଷ୍ଟି କଲା, ଦେବୀ ଦେବତାଙ୍କ କଳ୍ପନା କଲା, ଆଉ ନିଜର ରକ୍ଷା ପାଇଁ ଭୋଟ ଦେଇ ରାଜା ଓ ରାଜନୈତିକ ନେତାଙ୍କୁ ବାଛିଲା ଓ ମାନିଲା। କିନ୍ତୁ ଆତ୍ମଶକ୍ତିର ଜ୍ଞାନ ଆସିଗଲେ ବା ନିଜର ଆତ୍ମାର ଜ୍ଞାନ ଆସିଗଲେ, ହୃଦୟରେ ଆତ୍ମବିଶ୍ୱାସର ନିର୍ଭୀକତା ଆସିବାକୁ ଲାଗେ ଓ କ୍ରମଶଃ ସ୍ୱାବଲମ୍ବନର ଭାବ ବଢ଼ିବାକୁ ଲାଗେ ଏବଂ ଆତ୍ମବିଶ୍ୱାସ ତଥା ସ୍ୱାବଲମ୍ବନର ଭାବ ଯେତେ ଯେତେ ବଢ଼ି ବଢ଼ି ଯାଉଥାଏ, ସେତେ ସେତେ ହୃଦୟରେ ଈଶ୍ୱର, ଦେବୀ ଦେବତା, ସ୍ୱର୍ଗ ନର୍କ, ଯମରାଜ, ଯମଦୂତ ତଥା ରାଜନୈତିକ ନେତାଙ୍କ ପ୍ରତି ଭକ୍ତି କମି କମିଯାଏ। ତେଣୁ ଯଦି ଆପଣଙ୍କ ହୃଦୟରୁ ରାଜନୈତିକ, ଈଶ୍ୱର, ଦେବୀ ଦେବତା, ସ୍ୱର୍ଗ ନର୍କ ଓ ମତବାଦୀ ଭାବ ମେଣ୍ଟି ଯାଇଛି, ତେବେ ଯେତିକି ମାତ୍ରାରେ ମେଣ୍ଟି ଯାଇଛି, ସେତିକି ମାତ୍ରାରେ ଆପଣଙ୍କ ଆତ୍ମବଳ, ସ୍ୱାବଲମ୍ବନ ଓ ଆତ୍ମବିଶ୍ୱାସ ବଢ଼ିଯାଇଛି ବୋଲି ବୁଝନ୍ତୁ। ଆତ୍ମଜ୍ଞାନ, ଆତ୍ମବିଶ୍ୱାସ ଓ ଆତ୍ମବଳର ବିକାଶ ସମ୍ପୂର୍ଣ୍ଣ ଭାବରେ ଯେଉଁ ସମୟରୁ ହୋଇଯିବ, ସେହି ସମୟରୁ ଈଶ୍ୱର, ମତବାଦ ଓ ରାଜନୈତିକ ନେତାଙ୍କ ପୂଜା କରିବାର ଭାବ ହୃଦୟରୁ ସମ୍ପୂର୍ଣ୍ଣ ଭାବେ ଦୂରେଇଯିବ। ଯେପରିକି ସୂର୍ଯ୍ୟଲୋକରେ ଅନ୍ଧାରର ନାଶ ହୋଇଯାଏ। ଅମୁକ ରାଜନୈତିକ ନେତା ଭଲ ନୁହେଁ, ଅମୁକ ଭଲ। ଅମୁକ ରାଜନୈତିକ ଦଳ ଭଲ ନୁହେଁ, ଅମୁକ ଦଳ ଭଲ। ଅମୁକ ମତବାଦ ତ ଭଲ ନୁହେଁ, କିନ୍ତୁ ଅମୁକ ମତବାଦର ସିଦ୍ଧାନ୍ତ ଓ ଈଶ୍ୱର ଠିକ୍ ଜଣାପଡ଼ୁଛି। ଏପରି ଭାବ ଯେପର୍ଯ୍ୟନ୍ତ ହୃଦୟରେ ଥିବ, ସେ ପର୍ଯ୍ୟନ୍ତ ଆପଣଙ୍କ ଆତ୍ମବଳ ପୂର୍ଣ୍ଣ ବିକଶିତ ହୋଇନାହିଁ ବୋଲି ବୁଝନ୍ତୁ। ପଥର ଦେବତା ଠିକ୍ ନୁହେଁ, କିନ୍ତୁ ନିରାକାର ଈଶ୍ୱର ଅବଶ୍ୟ ଠିକ୍। ଅମୁକ ରାଜନୀତି ଓ ରାଜନୈତିକ ନେତା ତ ଠିକ୍ ନୁହନ୍ତି, କିନ୍ତୁ ଅମୁକ ରାଜନୈତିକ ନେତା ଅବଶ୍ୟ ଆମ୍ଭକୁ ସୁଖୀ କରିପାରିବେ। ଯେପର୍ଯ୍ୟନ୍ତ ଆପଣଙ୍କ ହୃଦୟରେ କୌଣସି ବି କୋଣରେ ଏହି ଭାବ ରହୁଛି ଯେ ସମ୍ଭବତଃ ଈଶ୍ୱର ବା କୌଣସି ରାଜନୈତିକ ନେତା ଆମ୍ଭକୁ ସ୍ୱରାଜ୍ୟ ଦେଇପାରନ୍ତି, ଯେପର୍ଯ୍ୟନ୍ତ ଯେତିକି ମାତ୍ରାରେ ଏହି ସମ୍ଭବତଃ ଆପଣଙ୍କ ହୃଦୟରେ ରହିଛି, ସେ ପର୍ଯ୍ୟନ୍ତ ସେତିକି ମାତ୍ରାରେ ଆତ୍ମବଳର ଅଭାବ ଆପଣଙ୍କ ରହିଛି। ଯେତିକି ଆତ୍ମବଳ ବଢ଼ି ବଢ଼ି ଯାଉଥିବ, ସେତିକି ନିର୍ଭୀକତା, ସ୍ୱତନ୍ତ୍ରତା ଓ ପ୍ରସନ୍ନତା ଆପଣଙ୍କ ବଢ଼ି ଚାଲିଥିବ। ଆତ୍ମବଳ ବଢ଼ିବା ସଙ୍ଗେ ସଙ୍ଗେ ବୁଦ୍ଧି, ଜ୍ଞାନ, ମେଧାଶକ୍ତି, ପ୍ରସନ୍ନତା ଓ ନିର୍ଭୀକତା ବଢ଼ି ବଢ଼ି ଚାଲୁଥିବ। ନେତା ପୂଜା, ଦେବ ପୂଜା, ମତବାଦର ପୂଜା, ଲକ୍ଷ୍ମୀ ପୂଜା ଓ ଈଶ୍ୱରଙ୍କ ପୂଜାର ଭାବ କମି କମିଯିବ। ଆତ୍ମବଳ ଯେଉଁ ମାତ୍ରାରେ ବଢ଼ି ବଢ଼ି ଯାଉଥିବ, ସେହି ମାତ୍ରାରେ ମନୁଷ୍ୟ ନିଶ୍ଚିନ୍ତ, ନିର୍ଭୀକ, ନିର୍ଲୋଭ ଓ ପରମ ସ୍ୱତନ୍ତ୍ର ତଥା ପରମାନନ୍ଦ ସ୍ୱରୂପ ହୋଇ ହୋଇ ଯାଉଥିବ। ଆତ୍ମଶକ୍ତିମାନ ପୁରୁଷ ହିଁ ମୁକୁଟବିହୀନ ସମ୍ରାଟ, ରାଜ୍ୟବିହୀନ ରାଜା, ଲକ୍ଷ୍ମୀବିହୀନ ଲକ୍ଷ୍ମୀ ନାରାୟଣ ଏବଂ ସଂସାରରେ ରହି ମଧ୍ୟ ପ୍ରକୃତ ସ୍ୱତନ୍ତ୍ରତା ଓ ମୁକ୍ତି ଅନୁଭବକାରୀ ଅଟେ। ଆଶା କରେ
ଶ୍ରୀ ରାମ ପ୍ରତାପ ମୁନି ଏବେ ତାଙ୍କର ପ୍ରଶ୍ନର ଉତ୍ତର ପାଇଯାଇଥିବେ। ଆଗକୁ ପ୍ରଶ୍ନ କରିଥିଲେ, ସାଧନା କଲେ ବି ମୁଣ୍ଡର ବାଳ ତ କଳା ଅଛି, କିନ୍ତୁ ନିଶ ଓ ଦାଢ଼ି ଅଧିକ ଧଳା ହୋଇଯାଇଛି କାହିଁକି? ଆପଣ ଥରେ ହାଜାରିବାଗରେ ସାଧନ ଶିକ୍ଷା ଦେଲାବେଳେ କହିଥିଲେ ଯେ ଜାପାନୀମାନେ ଗୋଡ଼ପଟେ ତକିଆ ଦେଇ ଉଚ୍ଚ କରି ଶୁଅନ୍ତି ଓ ମୁଣ୍ଡ ପଟେ ଖଟକୁ ବି ତଳ କରି ଦେଇଥାନ୍ତି। ଏହା ବାଳ ସହିତ କି ସମ୍ବନ୍ଧ? ସଦ୍ଗୁରୁଦେବ, ରକ୍ତରେ ଲୁହାର ଅଂଶ ଥାଏ। ସଂସ୍କୃତରେ ରକ୍ତକୁ ଲୋହିତ ଓ ଲୌହ ମଧ୍ୟ କହନ୍ତି। ସଂସ୍କୃତରେ ଲୁହାକୁ ମଧ୍ୟ ଲୌହ କହନ୍ତି। ମାନେ ହେଲା ରକ୍ତରେ ଲୁହାର ଅଂଶ ଥିବାରୁ ତାକୁ ଲୌହ ମଧ୍ୟ କହନ୍ତି। ଏହି ଲୌହର ଅଂଶ ଯେପର୍ଯ୍ୟନ୍ତ ପର୍ଯ୍ୟାପ୍ତ ମାତ୍ରାରେ ରକ୍ତରେ ରହିଥାଏ ଓ ପର୍ଯ୍ୟାପ୍ତ ମାତ୍ରାରେ ଯେପର୍ଯ୍ୟନ୍ତ ବାଳ ମୂଳକୁ ପହଞ୍ଚୁଥାଏ ତ ବାଳ କଳା ରହେ। ପର୍ଯ୍ୟାପ୍ତ ମାତ୍ରାରେ ଲୁହାର ଅଂଶ ବାଳ ମୂଳକୁ ନ ପହଞ୍ଚିଲେ ବାଳ ଧୀରେ ଧୀରେ ଧଳା ହୋଇଯାଏ। ସାଧନ ଦ୍ୱାରା ଗରମ ହେଉଥିବା ରକ୍ତରେ ଲୁହାର ମାତ୍ରା ଅଧିକ ଥାଏ, ତେଣୁ ଯୋଗୀର ବାଳ କମ୍ ପାଚେ। ବିଶେଷ କରି ଚକ୍ରଭେଦନ ସାଧନ ଦ୍ୱାରା ଓ ତା ସହିତ ଯଦି ବୃକ୍ଷାସନାଧିରେ ଏପରି ସ୍ଥିତିରେ ରହିବା ଆବଶ୍ୟକ ଯଦ୍ୱାରା ହୃଦୟରୁ ମୁଣ୍ଡ ଆଡ଼କୁ ସୁବିଧାପୂର୍ବକ ରକ୍ତ ପ୍ରଭାବିତ ହୋଇପାରିବ। ରକ୍ତ ତରଳ ଏକ ପଦାର୍ଥ। ତରଳ ପଦାର୍ଥର ଗତି ଓ ପ୍ରବାହ ତଳ ଦିଗକୁ ସହଜରେ ହୋଇଥାଏ। ଏହି ହେତୁରୁ ଯୌବନର ଉଷ୍ଣତା କମିଗଲେ ମୁଣ୍ଡ ଆଡ଼କୁ ରକ୍ତର ପ୍ରବାହ କମ୍ ହୋଇଯାଇଥାଏ, କିନ୍ତୁ ତରଳ ଭାଗକୁ ରକ୍ତର ପ୍ରବାହ ବିଶେଷ ଭାବରେ ହୋଇଥାଏ। ତେଣୁ ଗୋଡ଼ର ଲୋମ ସବୁ ଧଳା ହୋଇନଥାନ୍ତି, କିନ୍ତୁ ମୁଣ୍ଡର ବାଳ ଶୀଘ୍ର ଧଳା ହୁଏ। ରକ୍ତର ପ୍ରବାହ ବିଶେଷ ଭାବରେ ଶିର ଦିଗକୁ ହେଲେ ନିଦ ମଧ୍ୟ ଭଲ ଭାବରେ ହୋଇଥାଏ। ଛିଡ଼ା ହୋଇଗଲେ ବା ବସିଗଲେ ରକ୍ତର ପ୍ରବାହ ଶିର ଦିଗକୁ ବିଶେଷ ଭାବରେ ହେଉନଥିବାରୁ ଏହି ସ୍ଥିତିରେ ପ୍ରାୟ ନିଦ ମଧ୍ୟ ଭଲ ଭାବରେ ହୁଏ ନାହିଁ। ଏଣୁ ଶୋଇବାର ଆସନ ହେଲା ଗଡ଼ିଯିବା। ଗଡ଼ି ପଡ଼ିଲେ ଶିର ଦିଗକୁ ରକ୍ତର ପ୍ରବାହ ସହଜରେ ହୋଇଥାଏ ଏବଂ ଲୋକେ ସହଜରେ ଶୋଇପଡ଼ନ୍ତି। ଏଣୁ ଯଦି ମୁଣ୍ଡ ଆଡ଼କୁ ଉଚ୍ଚ କରାନଯାଏ ତେବେ ନିଦ ମଧ୍ୟ ଭଲ ହେବ ଓ ବାଳ ମଧ୍ୟ ପାଚିବ ନାହିଁ। ଶୁଣିଛି ଯେ ଜାପାନୀମାନେ ପ୍ରାୟତଃ ମୁଣ୍ଡକୁ ଉଚ୍ଚ କରି ଶୁଅନ୍ତି ନାହିଁ ଓ ତାଙ୍କର ବାଳ ମଧ୍ୟ କମ୍ ପାଚେ। ଚିନ୍ତା କରିବା ଦ୍ୱାରା ମଧ୍ୟ ବାଳ ପାଚେ। ଚିନ୍ତାର ଉଷ୍ଣତା ରକ୍ତକୁ ଜଳାଇ କମ୍ କରିଦିଏ ଓ ରକ୍ତ କମ୍ ହେବା ଲୁହା କମିବାର କାରଣ, ଯଦ୍ୱାରା ବାଳ ମୂଳକୁ ଲୁହାର ଅଂଶ କମ୍ ପହଞ୍ଚେ ଓ ବାଳ ଧଳା ହେବାକୁ ଲାଗେ। ଯେଉଁ ଅଙ୍ଗର ବାଳ ଅଧିକ କଟା ହୁଏ ସେହି ଅଙ୍ଗର ବାଳ ଦୁର୍ବଳ ହୋଇଯାଏ। ବାରମ୍ବାର ବାଳ କଟାଇଲେ ସେହି ଅଙ୍ଗର ବାଳ ବଢ଼ାଇବାକୁ ଶରୀରର ପ୍ରକୃତିକୁ ବାରମ୍ବାର ରକ୍ତ ପଠାଇବାକୁ ହୁଏ। ଏଣୁ ଯେଉଁ ଅଙ୍ଗର ବାଳ ବାରମ୍ବାର କଟାଯାଏ ତହିଁରେ ରକ୍ତ ଅପରିଚୟ ଅଧିକ ହୋଇଥାଏ ଏବଂ ରକ୍ତର ଅଭାବରୁ ସେହି ଅଙ୍ଗର ବାଳ ଅପେକ୍ଷାକୃତ ଅଧିକ ଧଳା ହୁଏ। ଦାଢ଼ି ବାରମ୍ବାର କଟା ହେଉଥିବାରୁ ସାଧନ କରୁଥିଲେ ମଧ୍ୟ ଦାଢ଼ି ଧଳା ହୋଇଯାଏ। କାନର ଅଳ୍ପ ଉପର ବାଳ ମଧ୍ୟ ନୂଆ ଫ୍ୟାସନ୍ ଯୋଗୁଁ ବାରମ୍ବାର କଟା ଯାଉଥିବା ଯୋଗୁଁ ତାହା ପ୍ରାୟ ଶୀଘ୍ର ପାଚିଯାଏ। କିନ୍ତୁ ବାଳର ଧଳା ହେବା ଯୋଗୁଁ ବିଶେଷ ଚିନ୍ତା କରିବା ଉଚିତ ନୁହେଁ। ଧଳା ଗାଈ ବି କ୍ଷୀର ଦିଏ ଓ କଳା ଗାଈ ବି। ବାଳ ଧଳା ହେବାର ଅନେକ କାରଣ ଅଛି। ବାଳ ଧଳା ହେବାରେ ଅଧିକ ଦୁଃଖିତ ଓ ଚିନ୍ତିତ ହେବା ଅନାବଶ୍ୟକ। ପୁଣି ପ୍ରଶ୍ନ କଲେ, ଆପଣ ଆପଣଙ୍କ ଶିଷ୍ୟମାନଙ୍କୁ ମଦ, ମାଂସ, ବିଡ଼ି, ସିଗାରେଟ୍, ଦକ୍ତା, ଗଞ୍ଜେଇ, ଭାଙ୍ଗ ଇତ୍ୟାଦି ପରିତ୍ୟାଗ କରିବା ପାଇଁ ପ୍ରତିଜ୍ଞା କାହିଁକି କରାଉନାହାନ୍ତି? ସଦ୍ଗୁରୁଦେବ, ଆମ୍ଭର ଏହି ସତ୍ୟ ଯୋଗ ସାଧନ କରିବା ଦ୍ୱାରା ଏସବୁ ମନକୁ ମନ ଛାଡ଼ିଯାଏ। ଯେପରି ପେଟ ବହୁତ ପୁରିଗଲେ ଖାଇବାକୁ ଇଚ୍ଛା ହୁଏ ନାହିଁ, ସେହିପରି ଯୋଗ ସାଧନ ଓ ଆତ୍ମଜ୍ଞାନରେ ତୃପ୍ତ ହୋଇଗଲା ପରେ ଏସବୁ ବିଷୟରେ ଇଚ୍ଛା ହୁଏନା ଏବଂ ଜଣେ ସାଧକ ମୁନି ନିଜେ ନିଜେ ସେସବୁ ଛାଡ଼ିଦିଏ। ଯେ ଯୋଗ ସମାଧିରେ ପହଞ୍ଚି
ନିତିଦିନ ଆମ୍ଭର ବାରୁଣୀ ପିଇ ଆତ୍ମାନନ୍ଦରେ ନିମଗ୍ନ ରହୁଛି, ସେ ଉପରୋକ୍ତ ବିଷୟଗୁଡ଼ିକ ପ୍ରତି ମନ ବଳାଇ ପାରେ ନାହିଁ। ଯୋଗୀ ଓ ଅଯୋଗୀଙ୍କ ଏହା ହିଁ ପରିଚୟ ଯେ ମଦ, ମାଂସ, ବିଡ଼ି, ସିଗାରେଟ୍, ଦକ୍ତା, ଭାଙ୍ଗ, ଗଞ୍ଜେଇ ଛାଡ଼େ ନାହିଁ। ଜାଣିଯାଉ ଯେ ସେ ଆମ ଶିକ୍ଷା ଅନୁସାରେ ସାଧନ କରୁନାହିଁ। ଆମର ପ୍ରକୃତ ଶିଷ୍ୟ ଏସବୁ ମନକୁ ମନ ଛାଡ଼ିଦିଏ। ଆମ୍ଭର କେତେକ ଶିଷ୍ୟ ସାଧନ ଶିକ୍ଷା ପୂର୍ବରୁ ଏସବୁ କରୁଥିଲେ ଏବଂ ସବୁ କିଛି ଖିଆପିଆ କରୁଥିଲେ, କିନ୍ତୁ ସାଧନର ଅଭ୍ୟାସ କରିବା ସଙ୍ଗେ ସଙ୍ଗେ ଏସବୁକୁ ଛାଡ଼ିଦେଲେ। ମୁନିମାନଙ୍କର ବିବାହ ସଂସ୍କାର କିଭଳି ହେବା ଉଚିତ? ସଦ୍ଗୁରୁଦେବ ଏହା ପ୍ରତ୍ୟେକ ମୁନି ଜାଣନ୍ତି ଯେ ମୁନିମାନେ ସ୍ୱତନ୍ତ୍ର ବିଚାରକ ଥିଲେ ଓ ଆପଣ ବି ଅଟନ୍ତି। ଅଦରକାରୀ ବିଷୟ ସବୁ ତ୍ୟାଗ କରି ବିବାହ କରିବା ଉଚିତ। ଆଜିକାଲି ଅନେକ ଲୋକଙ୍କ ମତରେ ଗୋବର ଗଣେଶ ପୂଜା ନକରି ମୌଲବୀ, ମୁଲ୍ଲା ଓ ପାଦ୍ରୀଙ୍କୁ ନ ଡାକି ମତବାଦୀ ଦେବତାମାନଙ୍କ ପୂଜା ନକରି ବିବାହ କରାହେବା ଆବଶ୍ୟକ। ଏସବୁ ଅନାବଶ୍ୟକ କଥା। ମୁସଲମାନ, ଇସାଇ ଗୋବର ଗଣେଶ ପୂଜା କରନ୍ତି ନାହିଁ ଓ ହିନ୍ଦୁ ମୌଲବୀ, ମୁଲ୍ଲାଙ୍କୁ ଡାକନ୍ତି ନାହିଁ, ତେବେ କ'ଣ ତାଙ୍କର ବିବାହ ହେଉନାହିଁ? ବିବାହରେ ମତବାଦୀ ଓ ସାମାଜିକ ପ୍ରପଞ୍ଚ, ଲଗ୍ନ ଓ ମେଳନର ଝମଲା ବିବାହ ସମ୍ବନ୍ଧ ଧ୍ୱଂସ କରିଦିଏ। ଏଗୁଡ଼ିକର କ୍ଷତି ଛଡ଼ା ଲାଭ କିଛି ହୁଏ ନାହିଁ। ବିବାହ ମାତା ପିତା ଓ ଅନ୍ୟ ଅଭିଭାବକ ତଥା ଜ୍ଞାତି କୁଟୁମ୍ବ ଠିକ୍ କରିପାରନ୍ତି, କିନ୍ତୁ ବର ଓ କନ୍ୟାଙ୍କ ସ୍ୱୀକୃତି ନିତାନ୍ତ ଆବଶ୍ୟକ। ଏ ବିଷୟରେ ପରୀକ୍ଷା କରି ଜାଣିଯିବା ଉଚିତ। ବିବାହ ସମୟରେ ଗୋଟିଏ କ୍ଷୁଦ୍ର ବରଯାତ୍ରୀ ଦଳ ଯିବାର ଆବଶ୍ୟକ, ଯେଉଁଥିରେ ବରର ବାପା, କକା, ଭାଇ, ବନ୍ଧୁ ଓ କେତେକ ମୁନି ଥିବେ। କନ୍ୟାର ବାପା ଯଦି ନଥାନ୍ତି, ତେବେ କନ୍ୟାର ଅନ୍ୟ ସବୁ ଅଭିଭାବକ ବରଯାତ୍ରୀଙ୍କ ସ୍ୱାଗତ କରିବେ। ଏମାନଙ୍କୁ ନିଜର ଦ୍ୱାରା ସମ୍ମୁଖରେ ସୁସଜ୍ଜିତ ସ୍ଥାନରେ ବସାଇ ଜଳପାନ ଆଦି କରାଇବେ। ସମସ୍ତେ ସୁସ୍ଥ ହୋଇଗଲା ପରେ କନ୍ୟାର ହାତରେ ଗୋଟିଏ ମାଳା ଦେଇ ସମସ୍ତଙ୍କ ଆଗରେ କହିବା ଉଚିତ ଯେ ତୁମ୍ଭେ ଯଦି ଏହି ବରକୁ ପସନ୍ଦ କର, ତେବେ ଏହାଙ୍କ ଗଳାରେ ମାଳା ପିନ୍ଧାଅ। ତା ପୂର୍ବରୁ ବରର ସମ୍ପୂର୍ଣ୍ଣ ପରିଚୟ କରାଇଦେବା ଉଚିତ। ବରର ଆସନ ସମ୍ମୁଖରେ ଏକ ସୁସଜ୍ଜିତ ଆସନ ରହିବା ଉଚିତ। କନ୍ୟା ବରମାଳା ପିନ୍ଧାଇ ଦେଲା ପରେ ସେହି ଆସନରେ ବସିବ। ବରଯାତ୍ରୀ ଦଳକୁ ନିର୍ଦ୍ଧାରିତ କୌଣସି ସ୍ଥାନରେ ସ୍ଥାନ ଦେବା ଉଚିତ। ସେଠାରେ ସଭା, ସତ୍ସଙ୍ଗ, ଭଜନ, ବ୍ୟାଖ୍ୟାନ ତଥା ଗୀତ ବାଦ୍ୟାଦି ହେବା ଉଚିତ। ତାପରେ ରାତିରେ ଭୋଜନ ହେବା ଉଚିତ। ତା ପରଦିନ ସକାଳେ ନିର୍ଦ୍ଧାରିତ ସମୟରେ ବର ସହିତ କନ୍ୟାକୁ ବିଦାୟ ଦେବା ଉଚିତ। କନ୍ୟାକୁ ନିଜ ସାଙ୍ଗରେ ଆଣିବା ପରେ ବରର ଘରେ ବରର ମାତା ତଥା ଅନ୍ୟାନ୍ୟ ସ୍ତ୍ରୀମାନେ ଆଦରର ସହ କନ୍ୟାକୁ ସ୍ୱାଗତ କରି ଆଦରର ଓ ସ୍ନେହର ସହ ଘରକୁ ନେଇଯିବେ। ସେହିଦିନ ସେଠାରେ ବରଘର ତରଫରୁ ଭାଇ, ବନ୍ଧୁ ତଥା ମୁନିମାନଙ୍କୁ ପ୍ରତି ଭୋଜନ ଦିଆଯିବା ଉଚିତ। ଯେଉଁଠାରେ ମୁନିମାନଙ୍କ ସଂଖ୍ୟା ଅତି ଅଳ୍ପ ଅଛି ଓ ବିବାହ ସମ୍ପନ୍ନ ନିମନ୍ତେ ମୁନି ପରିବାର ମିଳୁନାହାନ୍ତି, ସେଠାରେ ମତବାଦୀ ଲୋକଙ୍କ କଥା ମାନି ବିବାହ ସମ୍ପନ୍ନ କରିଦେବା ଉଚିତ। ମାନେ ହେଲା, ଏପରି ନାଚାର ଅବସ୍ଥାରେ କୌଣସି ପ୍ରକାରରେ ଯଥାସମ୍ଭବ ନିଜର ଧର୍ମାଚାର୍ଯ୍ୟ ନିର୍ବାହ କରି ନିଜ କାମ ଚଳାଇ ନେବା ଉଚିତ। ପୁଣି ପ୍ରଶ୍ନ କଲେ, ମୃତକ ସଂସ୍କାର କିପରି ହେବା ଉଚିତ? ସଦ୍ଗୁରୁଦେବ ପିଣ୍ଡ, ପାଣି, ଘଣ୍ଟା, ମହାପାତ୍ର ଇତ୍ୟାଦି ବୃଥା ବିଷୟ ତଥା ବୃଥା ଭାବନା ପରିତ୍ୟାଗ କରି ଅନ୍ୟ ସବୁ କରିବା ଉଚିତ। ଆମ୍ଭେ ଗୁରୁଜନ ପ୍ରତିଷ୍ଠା ବା ସମ୍ମାନ କରିବା ନା ନାହିଁ? ସଦ୍ଗୁରୁଦେବ ଶ୍ରୀକୃଷ୍ଣ ଅର୍ଜୁନଙ୍କ ଗୁରୁ ଥିଲେ, ଏଇଥିପାଇଁ ଯେ ସେ ନିଜକୁ ଈଶ୍ୱର ମାନୁଥିଲେ। ଏହି ସତ୍ୟକୁ ଜାଣିଥିଲେ ଓ ଏହି ସତ୍ୟର ଉପଦେଶ ଦେଇଥିଲେ। ବଶିଷ୍ଠ ନିଜର ଶିଷ୍ୟ ରାମଙ୍କୁ ମଧ୍ୟ ଏହି ଉପଦେଶ ଦେଇଥିଲେ। ଏହିପରି ଗୁରୁ ଗୁରୁ ଅଟନ୍ତି ଓ ଶିଷ୍ୟର ମାନନୀୟ ଅଟନ୍ତି। ସ୍ୱତନ୍ତ୍ରତାର ଅର୍ଥ ଏହା ନୁହେଁ ଯେ ନିଜର ମାତା, ପିତା, ଗୁରୁ ଓ ଅନ୍ୟ ଗୁରୁଜନମାନଙ୍କର ପ୍ରତିଷ୍ଠା କରିବେ ନାହିଁ। ଏହା ଭୁଲ ଯେ ମୁନିମାନେ ସ୍ୱୟଂ ବ୍ରହ୍ମ ହୋଇ
ଗୁରୁଜନମାନଙ୍କ ପ୍ରତିଷ୍ଠା କରୁନଥିଲେ ବା କରନ୍ତି ନାହିଁ। ଶିଷ୍ୟ ଭଗବାନ ଏଇଥିପାଇଁ ହୋଇଥାଏ ଯେ ଏହା ସତ୍ୟ ଅଟେ ଓ ଗୁରୁଜନମାନଙ୍କ ପ୍ରତିଷ୍ଠା ଏଇଥିପାଇଁ କରେ ଯେ ସେ ଏହି ସତ୍ୟକୁ ବତାଇଛନ୍ତି, ସତ୍ୟର ଜ୍ଞାନ ଦେଇଛନ୍ତି ଓ ତାକୁ ଜୀବରୁ ଶିବ କରିଛନ୍ତି। ରାମ ଥିଲେ ଓ ନିଜକୁ ଭଗବାନ ମାନୁଥିଲେ। ଭଗବାନ ହୋଇଥିଲେ ମଧ୍ୟ ନିଜର ଗୁରୁ ବଶିଷ୍ଠଙ୍କ ପ୍ରତିଷ୍ଠା କରିଥିଲେ। ଏଇଥିପାଇଁ ଯେ ଗୁରୁ ବତାଇଥିଲେ ଯେ ରାମ, ତୁମ୍ଭେ ପ୍ରକୃତରେ ରାମ ଅଟ। ଏହା ସତ୍ୟ ଥିଲା ଓ ସଦୁପଦେଶ ଥିଲା। ଏହି ହେତୁରୁ ବଶିଷ୍ଠ ରାମଙ୍କ ଗୁରୁ ଥିଲେ। ରାମ ହୋଇ ମଧ୍ୟ ନିଜ ଗୁରୁଙ୍କ, ନିଜ ମାତାଙ୍କ, ନିଜ ପିତାଙ୍କ, ନିଜଠାରୁ ବଡ଼ ମୁନିମାନଙ୍କ ପ୍ରତିଷ୍ଠା କରୁଥିଲେ। ରାମ ବି ଜାଣିଥିଲେ ଯେ ମୁଁ ରାମ ଅଟେ, ତ ମୋ ବାପା ମଧ୍ୟ ରାମ ଅଟନ୍ତି ଏବଂ ବାପା ଏତେ ବଡ଼ ଯେ ରାମଙ୍କର ବି ବାପା ଅଟନ୍ତି। ସ୍ୱତନ୍ତ୍ର ହେବାର ମାନେ ଏଇଆ ନୁହେଁ ଯେ ସ୍ୱତନ୍ତ୍ର ହୋଇଗଲ ତ କୂଅକୁ ଡେଇଁ ପଡ଼ ବା ନିଆଁରେ ଜଳିଯାଅ। ମୁନି ସମାଜର ବହିଗୁଡ଼ିକୁ ପଢ଼ନ୍ତୁ। ଏହି ସତ୍ୟ ଜ୍ଞାନ ଉପରେ ବିଚାର କରନ୍ତୁ। ଏହି ସତ୍ୟ ଜ୍ଞାନକୁ ଗ୍ରହଣ କରୁଥିବା ମୁନିମାନେ ସାଧାରଣ ଲୋକମାନଙ୍କ ଅପେକ୍ଷା ଅଧିକ ନିଜର ସଦ୍ଗୁରୁଙ୍କର ଓ ନିଜର ଗୁରୁଜନମାନଙ୍କର ପ୍ରତିଷ୍ଠା କରନ୍ତି। ସାଧାରଣ ଲୋକଙ୍କର ଗୁରୁ ଯଦି ଅଳ୍ପ ମାନନୀୟ ଅଟେ, ତେବେ ରାଜଗୁରୁ ଅଧିକ ମାନନୀୟ। ରାଜଗୁରୁ ଯଦି ଅଧିକ ମାନନୀୟ, ତେବେ ଆପଣ ତ ଭଗବାନ ଅଟନ୍ତି। ଆପଣଙ୍କ ଗୁରୁ ଆହୁରି ଅଧିକ ମାନନୀୟ। ଭଗବାନଙ୍କ ଗୁରୁ ଆହୁରି ଅଧିକ ଶ୍ରେଷ୍ଠ ଓ ମାନନୀୟ ଅଟନ୍ତି। ମିଥ୍ୟା ଜ୍ଞାନର ଗ୍ରନ୍ଥଗୁଡ଼ିକରେ ଏତେ ପ୍ରତିଷ୍ଠା ରହିଛି ଓ ମିଥ୍ୟା ଗୁରୁମାନଙ୍କର ଯଦି ଏତେ ସମ୍ମାନ ରହିଛି, ତେବେ ସେହି ଗ୍ରନ୍ଥଗୁଡ଼ିକରେ କେତେ ପ୍ରତିଷ୍ଠା କରାହେବା ଉଚିତ, ଯେଉଁଥିରେ ପ୍ରକୃତ ଆତ୍ମଜ୍ଞାନ ଦିଆଯାଇଛି। ଯେଉଁ ଗ୍ରନ୍ଥ ବା ଗୁରୁଙ୍କର ପ୍ରତିଷ୍ଠା ଆପଣ କରନ୍ତି ନାହିଁ, ସେହି ଗ୍ରନ୍ଥ ବା ଗୁରୁର ଉପଦେଶକୁ ଆପଣ ଶ୍ରଦ୍ଧାର ସହିତ ଧାରଣ ମଧ୍ୟ କରିପାରିବେ ନାହିଁ, ଆଉ ନା ତାହାର ଉପଦେଶ ଦ୍ୱାରା ଆପଣଙ୍କୁ ଲାଭ ହେବ। ଗୁରୁର ପ୍ରତିଷ୍ଠାରେ ଶିଷ୍ୟର ଅନନ୍ତ ଲାଭ ରହିଛି। ସମସ୍ତଙ୍କ ଆତ୍ମା ସତ୍ୟ, ଚେତନ ଓ ସ୍ୱଭାବତଃ ଆନନ୍ଦମୟ ତଥା ମୁକ୍ତ ଅଟେ ବୋଲି ଆପଣ କହୁଛନ୍ତି। ତେବେ କ'ଣ ସମସ୍ତେ ସମାନ ଏବଂ ଏକ? ସଦ୍ଗୁରୁଦେବ 10ଟି ଘୋଡ଼ା ଆପଣଙ୍କ ଆଗରେ ଛିଡ଼ା ହୋଇଛନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ଗୋଟିଏ ଆରବୀୟ, ଦ୍ୱିତୀୟଟି ପାହାଡ଼ୀ, ତୃତୀୟଟି ଅଷ୍ଟ୍ରେଲୀୟ, ଚତୁର୍ଥଟି ଗୁଜରାଟୀ, ପଞ୍ଚମଟି ଆମେରିକୀୟ। ଏହିପରି 10ଟି ଯାକ ଭିନ୍ନ ଭିନ୍ନ, କିନ୍ତୁ ସମସ୍ତେ ଘୋଡ଼ା। 10ଟି ଯାକ ଘୋଡ଼ା ହୋଇଥିଲେ ମଧ୍ୟ ସମସ୍ତେ ଏକା ନୁହନ୍ତି। ସମସ୍ତଙ୍କ ବ୍ୟକ୍ତିତ୍ୱ ଅଲଗା ଅଲଗା, ସମସ୍ତେ ସମାନ ନୁହନ୍ତି। ଗୋଟିଏ ଅର୍ଥରେ ସମସ୍ତେ ସମାନ, ଆଉ ଗୋଟିଏ ଅର୍ଥରେ ସମସ୍ତେ ଭିନ୍ନ। ସମସ୍ତେ ଘୋଡ଼ା ହୋଇଥିବାରୁ ଏହି ଅର୍ଥରେ ସମସ୍ତେ ସମାନ, କିନ୍ତୁ ଗୁଜରାଟୀ ଘୋଡ଼ା ଓ ଆରବୀୟ ଘୋଡ଼ା ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି। ଏହିପରି ସମସ୍ତେ ଆତ୍ମା ଓ ଏହି ଅର୍ଥରେ ପଶୁ, ପକ୍ଷୀ ଓ ମନୁଷ୍ୟ ସମସ୍ତଙ୍କ ଆତ୍ମା ଏକ। କିନ୍ତୁ ପଶୁ ଓ ମନୁଷ୍ୟ ମଧ୍ୟରେ ପାର୍ଥକ୍ୟ ରହିଛି। ଯେଉଁମାନଙ୍କ ଆତ୍ମଜ୍ଞାନ ନାହିଁ, ସେମାନେ ଜୀବାତ୍ମା ଅଟନ୍ତି, ଦାସ ଅଟନ୍ତି ଏବଂ ବଡ଼ରୁ ବଡ଼ ଭକ୍ତ ହେଲେ ମଧ୍ୟ ଅଧିକ ହେଲେ ଯଦି ସେମାନେ କିଛି ଅଟନ୍ତି, ତେବେ ଭଗବାନର ଦାସ ଅଟନ୍ତି। କିନ୍ତୁ ଯେଉଁମାନଙ୍କର ନିଜର ଆତ୍ମାର ପ୍ରକୃତ ଜ୍ଞାନ ରହିଛି ଏବଂ ଯେ ନିଜ ଆତ୍ମାକୁ ମତବାଦୀ ଭଗବାନର ଦାସ ବା ଗୋଲାମ ବୋଲି ଭାବେ ନାହିଁ, ସେ ଜୀବାତ୍ମା ନୁହେଁ, ମହାତ୍ମା ଏବଂ ମୁନି ଓ ପରମାତ୍ମା। ପ୍ରକୃତ ଆତ୍ମଜ୍ଞାନୀମାନଙ୍କ ମଧ୍ୟରୁ ଯେଉଁମାନେ ଧନୀ ଓ ଅଧିକାରୀ, ରାଜା, ମହାଜନ ତଥା ଐଶ୍ୱର୍ଯ୍ୟବାନ, ସେମାନଙ୍କୁ ଈଶ୍ୱର, ପ୍ରଜାପତି ଏବଂ ବୈଦିକ ଭାଷାରେ ଇନ୍ଦ୍ର କହନ୍ତି। କିନ୍ତୁ ସାଧାରଣ ଧନୀ ଲୋକ, ଯେଉଁମାନେ ପ୍ରକୃତରେ ଆତ୍ମଜ୍ଞାନୀ ନୁହନ୍ତି, ସେମାନେ ଈଶ୍ୱର ନୁହନ୍ତି। ଜୀବମାନଙ୍କର ସମଷ୍ଟିର ନାମ ମଧ୍ୟ ଈଶ୍ୱର ବା ବ୍ରହ୍ମ, କିନ୍ତୁ ମତବାଦୀ ଈଶ୍ୱର ସର୍ବଦା ଅସତ୍ୟ, କଳ୍ପିତ ଓ ମିଥ୍ୟା। ତାହେଲେ ମୁନୀଶ୍ୱର ଓ ପରମବ୍ରହ୍ମ କିଏ? ସଦ୍ଗୁରୁଦେବ ଆତ୍ମଜ୍ଞାନୀ, ଈଶ୍ୱର, ମହାତ୍ମା ଓ ମୁନିମାନଙ୍କ ମଧ୍ୟରୁ ଯେ ମହାନ ଯୋଗୀ ଓ ସତ୍ୟର ଉଦ୍ଧାରକ
ପ୍ରକୃତ ସଦ୍ଗୁରୁ ଓ ଉପଦେଷ୍ଟା ତଥା ଏକ ପ୍ରକାରରେ ମୁନି ଓ ଜୀବମାନଙ୍କର ସମଷ୍ଟି ବା ସଭାର ଅଧ୍ୟକ୍ଷ ତାଙ୍କୁ ପରମ ବ୍ରହ୍ମ, ପରମେଶ୍ୱର, ଶିବ ବା ମୁନୀଶ୍ୱର କହିପାରନ୍ତି। ବେଦାଦି ପୁରାତନ ଗ୍ରନ୍ଥଗୁଡ଼ିକରେ ଈଶ୍ୱରାଦିର ଯେଉଁ ବର୍ଣ୍ଣନାମାନ ରହିଛି ପ୍ରାୟତଃ ଏହି ଅର୍ଥରେ ରହିଛି। ତେଣୁ ସମସ୍ତେ ସମାନ ନୁହନ୍ତି। ମୁନି ଓ ସାଧାରଣ ଲୋକଙ୍କ ମଧ୍ୟରେ ମହାନ ପ୍ରଭେଦ ରହିଛି। ସମସ୍ତଙ୍କୁ ସମାନ ଭାବିବା ଅତି ବଡ଼ ଅଜ୍ଞାନ, ମହାନ ମୂର୍ଖତା ଓ ମହାନ ଭ୍ରମ। ସତ୍ୟ ଜ୍ଞାନ କହୁନାହିଁ ଯେ ଛେଳି କୁକୁର ସମସ୍ତେ ସମାନ। ଯେଉଁ ଅର୍ଥରେ ସମସ୍ତେ ସମାନ ସେହି ଅର୍ଥରେ ସମସ୍ତେ ଏକ, କିନ୍ତୁ ସଦ୍ଗୁରୁଙ୍କ ଅଭାବରୁ ପ୍ରାଚୀନ ବେଦାନ୍ତ ଗ୍ରନ୍ଥ ପଢ଼ିଲେ ମଧ୍ୟ ଲୋକଙ୍କର ଭ୍ରମ ହେଉଛି। ପୁଣି ପ୍ରଶ୍ନ କଲେ, ପ୍ରଥମେ ମନୁଷ୍ୟ ହେଲା ନା ପ୍ରଥମେ ପୃଥିବୀ? ଯଦି ପ୍ରଥମେ ମନୁଷ୍ୟ ହେଲା, ସେମାନେ ରହିଲେ କେଉଁଠି, ପଡ଼ିଗଲେ ନାହିଁ କିପରି? ସଦ୍ଗୁରୁଦେବ, ସଂସାର ଯେବେ ପ୍ରବାହ ରୂପରେ ଅନାଦି, ତେବେ ପ୍ରଥମେ ପରେ କିଛି ନାହିଁ। କିନ୍ତୁ ଆପଣଙ୍କ ଏହି ଭାବନା, ଯଦି ପ୍ରଥମେ ପୃଥିବୀ ନଥିଲା ତେବେ ସେମାନେ ରହିଲେ କେଉଁଠି, ପ୍ରମାଣିତ କରୁଛି ଯେ ଆପଣ ପ୍ରକୃତ ବିଜ୍ଞାନ ଜାଣନ୍ତି ନାହିଁ। ବିଜ୍ଞାନକୁ ଜାଣିଥିବା ଲୋକେ ଏହା ଭଲ ଭାବରେ ଜାଣନ୍ତି ଯେ ଯଦି କୌଣସି ବସ୍ତୁ ପୃଥିବୀ ଉପରେ ପଡ଼େ ତେବେ ତାହା ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ପଡ଼େ। ଯେତେବେଳେ ପୃଥିବୀ ନଥିଲା ସେତେବେଳେ ମନୁଷ୍ୟ କେଉଁଠି ପଡ଼ନ୍ତା? ଏହି ବୈଜ୍ଞାନିକ ତତ୍ତ୍ୱକୁ ଆଧାର କରି ବୈଜ୍ଞାନିକମାନେ କହିଛନ୍ତି ଯେ ଯେତେବେଳେ ମଙ୍ଗଳ ଗ୍ରହ ଇତ୍ୟାଦିକୁ ଯାତ୍ରା କରାଯିବ ସେତେବେଳେ ମହାକାଶରେ ଷ୍ଟେସନ ଓ ଯାତ୍ରୀ ନିବାସ ନିର୍ମିତ ହେବ ଓ ସେଠାରେ ଆବଶ୍ୟକୀୟ ପଦାର୍ଥର ଦୋକାନ ମଧ୍ୟ ଖୋଲାଯିବ। ଯେଉଁଠାରେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବ ନଥିବ ସେତିକି ଉଚ୍ଚରେ ଏସବୁ ନିର୍ମିତ ହେବ। ନ୍ୟୁଟନ ମଧ୍ୟ ଏହି ତତ୍ତ୍ୱକୁ ଜାଣିପାରିଥିଲେ ଯେ ବୃକ୍ଷରୁ ଯେବେ ଫଳ ପଡ଼େ ତାହା ପୃଥିବୀର ଆକର୍ଷଣ ଶକ୍ତି ଯୋଗୁଁ ହିଁ ପୃଥିବୀରେ ପଡ଼େ। ତେଣୁ ଯେତେବେଳେ ପୃଥିବୀ ହିଁ ନଥିଲା ସେତେବେଳେ ପୃଥିବୀରେ କେହି ପଡ଼ିବାର ପ୍ରଶ୍ନ ହିଁ ନଥିଲା। ଜୀବ ଯେଉଁ ସ୍ଥୂଳ ଶରୀର ତ୍ୟାଗ କରୁଥିଲା କିଛି ଦିନ ପରେ ତାହା ମାଟିରେ ପରିଣତ ହୋଇଯାଉଥିଲା। ମଳ ଓ ମୂତ୍ର ମଧ୍ୟ ମାଟି ଓ ପାଣି ରୂପରେ ଜମା ହୋଇଯାଉଥିଲା। ପଡ଼ିବାର କୌଣସି ପ୍ରଶ୍ନ ହିଁ ନଥିଲା। ମୃତକ ମାନଙ୍କଠୁ ଏହା ତିଆରି ହୋଇଥିବାରୁ ଏହାକୁ ମୃତ୍ତିକା କହନ୍ତି। ପଥୁରୀ ରୋଗାକ୍ରାନ୍ତ ମନୁଷ୍ୟ ମଧ୍ୟରେ 1 କିଲୋ ଓଜନର କଠିନ ପଥର ତିଆରି ହୋଇଯାଏ। ପଥର ନ ଖାଇ ମଧ୍ୟ ଜୀବ ପଥର ସୃଷ୍ଟି କରିଦେଇପାରୁଛି। ଚିନି ନ ଖାଇ ମଧ୍ୟ ଡାଇବେଟିସ୍ ରୋଗୀର ମୂତ୍ରରେ ଚିନି ବାହାରୁଛି। ଶରୀରରେ ଲୁହା, ସୁନା, ରୂପା, ଗନ୍ଧକ ଆଦି ସମସ୍ତ ତତ୍ତ୍ୱ ନିର୍ମିତ ହୋଇଯାଉଛନ୍ତି। ସଂସାରରେ ଯାହା କିଛି ମଧ୍ୟ ରହିଛି ସେସବୁ ଆତ୍ମାର ସୃଷ୍ଟି। ବେଦାନୁସାରେ ମଧ୍ୟ ପଞ୍ଚତତ୍ତ୍ୱର ସ୍ରଷ୍ଟା ଜୀବାତ୍ମା ଏବଂ ଯେ ଏହି ପଞ୍ଚତତ୍ତ୍ୱର ସ୍ରଷ୍ଟା ସେ ବ୍ରହ୍ମ। ତେଣୁ ଏହି ଆତ୍ମା ହିଁ ବ୍ରହ୍ମ। ମନୁଷ୍ୟ ଶରୀର ମଧ୍ୟରୁ ପାଣି ବା ରକ୍ତ ବାହାରେ ତାହା ଲୁଣିଆ ଲାଗେ। ଏହି ହେତୁରୁ ସମୁଦ୍ରର ପାଣି ଲୁଣିଆ ହୋଇଥାଏ। ସମୁଦ୍ରର ଜଳ ଯେତେବେଳେ ବାଷ୍ପ ହୋଇ ଉପରକୁ ଉଠେ ସେତେବେଳେ ସେଥିରେ ଲୁଣ ନଥାଏ। ଏଥିଯୋଗୁଁ ନଦୀ ଜଳ ଲୁଣିଆ ଲାଗେ ନାହିଁ। ଏସବୁ କଥାର ବିଜ୍ଞାନ ଅତି ମହାନ। ସ୍ଥୂଳ ଶରୀର ଛାଡ଼ିଲା ପରେ ଅର୍ଥାତ୍ ମୃତ୍ୟୁ ପରେ ମଧ୍ୟ ଶରୀର ରହେ। ଏହାର ପ୍ରମାଣ କ'ଣ? ସଦ୍ଗୁରୁଦେବ, ମୃତ୍ୟୁର ସାନ ଭଉଣୀ ନିଦ୍ରା ଓ ବଡ଼ ଭଉଣୀ ସମାଧି। କାହିଁକି ନା ନିଦ୍ରା ଓ ସମାଧିରେ ଜୀବର ମୃତ୍ୟୁର ଅବସ୍ଥା ପରି ସ୍ଥୂଳ ଶରୀରରୁ ସମ୍ବନ୍ଧ ବିଚ୍ଛେଦ ହୋଇଥାଏ। ସାଧକ ଉଭୟର ଅନୁଭବ କରି ଦେଖେ ଯେ ନିଦ୍ରାରେ ସ୍ଥୂଳ ଶରୀରର ଗୋଡ଼ ପଡ଼ି ରହିଲେ ବି ସ୍ୱପ୍ନ ସମୟରେ ଦୌଡ଼େ, ହାତରେ ଧରେ, 5ଟି ଯାକ ଇନ୍ଦ୍ରିୟ ମାନଙ୍କ ଦ୍ୱାରା କାମ କରେ। ସ୍ଥୂଳ ଶରୀର ଛାଡ଼ିଦେଲା ପରେ ନିଦ୍ରା ଓ ସମାଧି ସମୟରେ ଶରୀର ରହେ, ଯଦ୍ୱାରା ଆମ୍ଭେ କାର୍ଯ୍ୟ କରୁ। ଏହି ଶରୀରକୁ ସୂକ୍ଷ୍ମ ଶରୀର କହନ୍ତି। ଏମିତି କୌଣସି ଅବସ୍ଥା ଏପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ ଯେଉଁ ଅବସ୍ଥାରେ ଜୀବର କୌଣସି ପ୍ରକାର ଶରୀର ନଥାଏ। ତେଣୁ ଏଥିରୁ ଏହା ପ୍ରମାଣିତ ହେଉଛି ଯେ ମୃତ୍ୟୁ ପରେ ମଧ୍ୟ ଜୀବର ଶରୀର ରହେ, ଯାହାକୁ
ସୂକ୍ଷ୍ମ ଶରୀର କହନ୍ତି। ଏହି ଶରୀର ଓ ଏହି ଲୋକ ସର୍ବଦା ନିଜର ମନର କଳ୍ପନା ହୋଇଥାଏ। ନିଜର କଳ୍ପନାର ସଂସାରକୁ ଅନ୍ୟ କେହି ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ପ୍ରବେଶ କରିପାରେ ନାହିଁ। ତେଣୁ ଯମରାଜ ଓ ଯମଦୂତ ମଧ୍ୟ ପ୍ରବେଶ କରିପାରନ୍ତି ନାହିଁ। ଗୋଟିଏ କୋଠରୀରେ ଶୋଇଥିବା 4 ଜଣଙ୍କ ସ୍ୱପ୍ନର ସଂସାର ଅଲଗା ଅଲଗା। ଜଣେ ସେଇଠି ସମୁଦ୍ର ଦେଖୁଛି ଓ ଜାହାଜରେ ଚଢ଼ି ଇଂଲଣ୍ଡ ଯାଉଛି। ଦ୍ୱିତୀୟ ଜଣକ ଦେଖୁଛି ଯେ ସେଠାରେ ନିଆଁ ଲାଗିଛି ଓ ସେ ପଡ଼ି ଯାଉଛି। ତୃତୀୟ ଜଣକ ଦେଖୁଛି ଯେ ସେଠାରେ ବଣ ଅଛି ଓ ତାକୁ ବାଘ ଗୋଡ଼ାଉଛି, ସେ ପାଟି କରୁଛି। ଚତୁର୍ଥ ଜଣକ ସେଠାରେ ଇନ୍ଦ୍ରଲୋକ ଦେଖୁଛି ଓ ଅପ୍ସରାମାନଙ୍କ ନାଚ ଦେଖି ପ୍ରସନ୍ନ ହେଉଛି। ସ୍ଥୂଳ ଶରୀର ଓ ସ୍ଥୂଳ ଜଗତ ଅନୁସାରେ ତାହା ମାତ୍ର ଗୋଟିଏ ସ୍ଥାନ, କିନ୍ତୁ ସ୍ୱପ୍ନ ସଂସାର ସମସ୍ତଙ୍କ ଭିନ୍ନ। ଯେମିତି ଏହି 4 ଜଣଙ୍କ ମଧ୍ୟରୁ ଜଣେ ଅନ୍ୟ ଜଣକର ସ୍ୱପ୍ନର ସଂସାରକୁ ପ୍ରବେଶ କରିପାରନ୍ତି ନାହିଁ, ସେହିପରି ମୃତ୍ୟୁ ପରେ ମଧ୍ୟ ସେହି ସଂସାର ମନୋମୟ ଓ ସଂକଳ୍ପମୟ ହୋଇଥିବାରୁ ସେଠାକୁ ମଧ୍ୟ ଅନ୍ୟ କେହି ପ୍ରବେଶ କରିପାରନ୍ତି ନାହିଁ। କାରଣ ସେଠାରେ ଯାହା ଥାଏ ସବୁ ନିଜର କଳ୍ପନା ମାତ୍ର। ତେଣୁ ଯେ ସଦ୍ଗୁରୁଙ୍କ ଉପଦେଶରେ ଆତ୍ମଜ୍ଞାନକୁ ବୁଝିପାରେ, ମୁନି ସମାଜର ଏହି ସତ୍ୟ ଜ୍ଞାନକୁ ଦୃଢ଼ ଭାବରେ ଗ୍ରହଣ କରି ମନରୁ ଯମରାଜ, ଯମଦୂତ, ସ୍ୱର୍ଗ ନର୍କ, ଦେବୀ ଦେବତା ତଥା ମତବାଦୀ ଈଶ୍ୱରକୁ ବାହାର କରି ଫିଙ୍ଗି ଦେଇଛି, ତାହାର କିଛି ଭୟ ନାହିଁ। ଯେମିତି ଚେଇଁ ପଡ଼ିଲେ ସ୍ୱପ୍ନର ବାଘ କାମୁଡ଼ି ପାରେ ନାହିଁ, ସେହିପରି ପ୍ରକୃତ ଆତ୍ମଜ୍ଞାନ ପାଇ ଚେଇଁ ପଡ଼ିଥିବା ମନୁଷ୍ୟକୁ ଯମରାଜ, ଯମଦୂତ, ଭୂତ ପ୍ରେତ ବା ଦେବୀ ଦେବତା ଧରିପାରନ୍ତି ନାହିଁ। ମୃତ୍ୟୁ ପରେ ଯଦି କେହି ସୂକ୍ଷ୍ମ ଶରୀରକୁ ଦୁଃଖ ଦେଇପାରେ, ତେବେ ତାହା ମତବାଦୀ ମିଥ୍ୟା ଗଳ୍ପ ଗୁଡ଼ିକ ଦ୍ୱାରା ଗଠିତ ହୋଇଥିବା ମନ୍ଦ କଳ୍ପନା ଓ ଭାବନା। ସୂକ୍ଷ୍ମ ଶରୀରକୁ କେହି ଧରିପାରେ ନା, କାରଣ ତାହା ମନୋମୟ। କିନ୍ତୁ ଯେ ଯମରାଜ, ଯମଦୂତ ଇତ୍ୟାଦି କଳ୍ପନାକୁ ସତ୍ୟ ବୋଲି ଦୃଢ଼ତାର ସହ ବିଶ୍ୱାସ କରେ ଓ ମାନେ ତଥା ଭାବନା ଦ୍ୱାରା ନିଜ ମସ୍ତିଷ୍କରେ, ମନରେ, ଭାବନାରେ, କଳ୍ପନାରେ ଧରି ରଖେ, ତାହାର ମୃତ୍ୟୁ ପରେ ତାହାର ସୂକ୍ଷ୍ମ ଶରୀରକୁ ଯମ ଓ ଯମଦୂତ ନିଶ୍ଚୟ ଧରିବେ ଓ ତାହାର ଭାବନାନୁସାରେ ନର୍କକୁ ତାକୁ ନିଶ୍ଚୟ ଯିବାକୁ ହେବ। ମତବାଦ ଓ ଭଗବାନକୁ ମାନିବା ଦ୍ୱାରା ସ୍ୱର୍ଗ ନର୍କ, ଯମରାଜ, ଯମଦୂତ ତଥା ଫରିସ୍ତା ଇତ୍ୟାଦିର କଳ୍ପନା ମସ୍ତିଷ୍କରେ ଭରି ରହିଥାଏ। ଯେତେବେଳେ ମତବାଦ ଓ ଭଗବାନକୁ ମସ୍ତିଷ୍କରୁ ବାହାର କରି ଦିଆଯାଏ, ତେବେ ଏସବୁ ମଧ୍ୟ ମେଣ୍ଟି ଯାଆନ୍ତି। ଯେପରି ସ୍ୱପ୍ନରୁ ଜାଗିଗଲେ ସ୍ୱପ୍ନର କାଣିଚାଏ ସୁଦ୍ଧା ଦେଖିବାକୁ ମିଳେ ନା। ନିଜର କଳ୍ପନା ଓ ଭାବନାର ପ୍ରଭାବ ଯେତେବେଳେ ସ୍ଥୂଳ ସଂସାର ଓ ସ୍ଥୂଳ ଶରୀର ଉପରେ ମଧ୍ୟ ପଡ଼େ, ତେବେ ସୂକ୍ଷ୍ମ ଶରୀର ଓ ମନୋମୟ ଶରୀର ଓ ମନୋମୟ ସଂସାର ବିଷୟରେ ପଚାରିବାର ଆଉ କ'ଣ ଅଛି? ମଧ୍ୟପ୍ରଦେଶର ଗନ୍ଦିଆ ଜିଲ୍ଲାର ଶ୍ରୀ ଚନ୍ଦ୍ରକାନ୍ତ ମୁନି ଏହି ପ୍ରଶ୍ନ କରିଛନ୍ତି। ପ୍ରଶ୍ନ ହେଉଛି, ଜୀବନରେ ଘଟୁଥିବା ଘଟଣା ସବୁ ପୂର୍ବରୁ ନିର୍ଦ୍ଧାରିତ କି? ସଦ୍ଗୁରୁଦେବ ଏହାର ଉତ୍ତର ଦେବା ପୂର୍ବରୁ ଏହା ମୁଁ କହିବାକୁ ଚାହୁଁଛି ଯେ ଏ ବିଷୟରେ ମୋ ରଚିତ ପୁସ୍ତକ ଗୁଡ଼ିକରେ ବିସ୍ତୃତ ଭାବରେ ବିଚାର କରାଯାଇଛି। ଜ୍ଞାନ ଶକ୍ତିରେ ମଧ୍ୟ ଅନେକ ଥର ଏହା ଉପରେ ଲେଖାଯାଇଛି। ପ୍ରଶ୍ନକର୍ତ୍ତାମାନେ ଯଦି ମୋ ରଚିତ ପୁସ୍ତକ ଗୁଡ଼ିକ ଭଲ ଭାବରେ ପଢ଼ନ୍ତେ, ତେବେ ସେମାନଙ୍କ ଶଙ୍କାର ସମାଧାନ ହୋଇଯାଆନ୍ତା। ଏଭଳି କୌଣସି ଶଙ୍କା ନାହିଁ ଯାହା ଗୋଟିଏ ଲୋକର ମନରେ ଉଦୟ ହୋଇପାରେ ଓ ତାହାର ଉତ୍ତର ମୋ ପୁସ୍ତକରେ ନାହିଁ। ସାଧନା କରିବା ଦ୍ୱାରା ଓ ଖାଣ୍ଟି ଆତ୍ମଜ୍ଞାନ ହୋଇଗଲେ ମସ୍ତିଷ୍କ ଏତେ ଶୁଦ୍ଧ ହୋଇଯାଏ ଯେ ସବୁ ପ୍ରଶ୍ନର ଉତ୍ତର ମନୁଷ୍ୟ ସ୍ୱୟଂ ନିଜକୁ ନିଜର ବୁଦ୍ଧି ଦ୍ୱାରା ଦେଇପାରେ। ତାଙ୍କର ପ୍ରଶ୍ନ ହେଲା ଯେ ଜୀବନରେ ଘଟୁଥିବା ଘଟଣା ସବୁ ପୂର୍ବରୁ ନିର୍ଦ୍ଧାରିତ କି? କିଏ ନିର୍ଦ୍ଧାରିତ କରେ? ମତବାଦୀମାନେ କହନ୍ତି ଯେ ଭଗବାନ ନିର୍ଦ୍ଧାରିତ କରନ୍ତି। ଏମାନଙ୍କ ଯୋଗୁଁ ଏପରି ଶଙ୍କା ହୁଏ। ମତବାଦ ଓ ମତବାଦୀ ଗ୍ରନ୍ଥ ଗୁଡ଼ିକ ସମସ୍ତଙ୍କ ମନରେ ଏହି ଭାବ ଭରି ଦେଇଛନ୍ତି ଯେ ଯାହା କିଛି ଆଗକୁ ହେବାର ଅଛି ତାକୁ ଈଶ୍ୱର ରଚନା କରିଛି
ନିର୍ଦ୍ଧାରିତ କରିଛି ବା ନିୟତ କରିଛି ଏବଂ ତାହା ହିଁ ହେବ ଯାହା ସେ ଚାହୁଁଛି। ଭବିଷ୍ୟତ ଈଶ୍ୱର ଦ୍ୱାରା ନିର୍ଦ୍ଧାରିତ ଅଟେ। ଯଦି ଏଇଆ, ତେବେ ଈଶ୍ୱର ତହିଁର ଫଳ ମନୁଷ୍ୟକୁ କାହିଁକି ଭୋଗାଉଛି? ଈଶ୍ୱର ଯାହା ପାପ ପୁଣ୍ୟ କରାଇବାକୁ ଚାହେଁ କରାଇବ ଓ ମନୁଷ୍ୟ ଯଦି ତାହା ଅମାନ୍ୟ କରିପାରିବ ନାହିଁ, ତେବେ ତହିଁର ଫଳ ମନୁଷ୍ୟ କାହିଁକି ଭୋଗିବ? ଯଦି ଈଶ୍ୱର ସବୁ କରନ୍ତି ଏବଂ ପୂର୍ବରୁ ନିର୍ଦ୍ଧାରିତ କରିଛନ୍ତି, ତେବେ ତହିଁର ଦଣ୍ଡ ମନୁଷ୍ୟ କାହିଁକି ପାଉଛି? ଏସବୁ କଥା ଅସଙ୍ଗତ ଓ ବୃଥା। ସଂସାରରେ ଅଧିକ ମାତ୍ରାରେ ପାପ କରାଯାଉଛି। ହତ୍ୟା ହେଉଛି, ଚୋରି, ବ୍ଲାକମେଲିଂ ଓ ଲାଞ୍ଚଖୋରି ହେଉଛି। କ'ଣ ଏସବୁ କରିବାକୁ ଈଶ୍ୱର ଆଗରୁ ନିଶ୍ଚୟ କରିଛି? ଏସବୁ ଘୋର ପାପ ଯାହା ସବୁ ହେବାକୁ ପୂର୍ବରୁ ନିୟତ କରିଦେଇଛି? କଦାପି ନୁହେଁ। ଯାହାକୁ ମତବାଦୀମାନେ ନିଷ୍ପାପ, ପବିତ୍ର ଓ ନିଷ୍କଳଙ୍କ ମାନନ୍ତି, ସେହି ଈଶ୍ୱର ଏପରି କାହିଁକି କରିବ? ମାନେ ଏସବୁ ମତବାଦୀ କଥା ମତବାଦ ଦ୍ୱାରା ହିଁ ଖଣ୍ଡିତ ହୋଇଯାଉଛି। ଯଦି ସବୁକିଛି ନିର୍ଦ୍ଧାରିତ, ତେବେ ପୂଜା ପାଠ, ସମସ୍ତ ଯତ୍ନ ଓ ସମସ୍ତ ପୁରୁଷାର୍ଥ ବ୍ୟର୍ଥ। ତେଣୁ ସବୁକିଛି ପୂର୍ବରୁ ନିର୍ଦ୍ଧାରିତ ହୋଇଛି ବୋଲି ଭାବିବା ଠିକ୍ ନୁହେଁ। ସେ ପୁଣି ପଚାରିଛନ୍ତି, ତେବେ ଜ୍ୟୋତିଷର କଥା କେମିତି ଠିକ୍ ହୁଏ? ସଦ୍ଗୁରୁଦେବ, ଜ୍ୟୋତିଷର କଥା କେଉଁଠି ଠିକ୍ ହୁଏ? ସେମିତି ତ 100ଟା କଥାରୁ 2-4ଟା କଥା ସମସ୍ତଙ୍କର ଠିକ୍ ହୋଇଥାଏ। ମୁଁ କିଏ? ସଦ୍ଗୁରୁଦେବ, ମୁଁ ଆତ୍ମା। ମୋର କର୍ତ୍ତବ୍ୟ କ'ଣ? ସଦ୍ଗୁରୁଦେବ, ନିଜର ତଥା ନିଜ ପରି ଅନ୍ୟ ଆତ୍ମାଙ୍କ ଉନ୍ନତି କରିବା। ନିଜର କର୍ତ୍ତବ୍ୟ ମୁଁ କେମିତି ପୂର୍ଣ୍ଣ କରିପାରିବି? ସଦ୍ଗୁରୁଦେବ, ଏହି ଆତ୍ମଜ୍ଞାନ ଓ ସଠିକ୍ ଯୋଗ ନିଜେ ଧାରଣ କରି ଓ ପ୍ରଚାର କରି। ମୋଠାରେ କେଉଁ ଶକ୍ତି ରହିଛି? ସଦ୍ଗୁରୁଦେବ, ଅନ୍ୟ ଶକ୍ତିଗୁଡ଼ିକର ପ୍ରେରକ ଓ ବଳଦାୟକ ଆତ୍ମଶକ୍ତି ଆମ୍ଭଠାରେ ଅଛି। ଏହି ଶକ୍ତି ଜାଗ୍ରତ ଓ ବିକଶିତ କିପରି ହୋଇପାରିବ? ସଦ୍ଗୁରୁଦେବ, ଏହି ଆତ୍ମଶକ୍ତି ଆତ୍ମଜ୍ଞାନ ଓ ସଠିକ୍ ଯୋଗ ସାଧନ ଦ୍ୱାରା ଜାଗ୍ରତ ଓ ବିକଶିତ ହେବ। ସର୍ବୋତ୍ତମ ସ୍ଥିତି କେଉଁଟା? ସଦ୍ଗୁରୁଦେବ, ଆତ୍ମସ୍ଥିତି ବା ସ୍ୱରୂପ ସ୍ଥିତି ସର୍ବୋତ୍ତମ ସ୍ଥିତି।